ଅଣାଶୀତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏଠାରେ ଉପସ୍ଥିତ ଥିବା ଜଷ୍ଟ ପରିବେଶ ସେବାସଂଘର ସମ୍ପାଦକ ପ୍ରସାଦ ଏବଂ ତାଙ୍କର ସାଥୀମାନେ ଏବଂ ଆମର ଏକଲବ୍ୟ ଏକାଡେମୀର ପ୍ରତିଷ୍ଠାତା ରାମଚା ଏବଂ ଆମର ବୟୋଜ୍ୟେଷ୍ଠ ଶିକ୍ଷକ ଦୀପକ ସାର୍, ଭଗବାନ ସାର୍, ସୌମ୍ୟ ସାର୍ ଏବଂ ସମସ୍ତ ବିଦ୍ୟାର୍ଥୀମାନେ ଆଜି ଆମେ ପାଳନ କରୁଛେ ଦେଶର ସ୍ୱାଧୀନତା ଦିବସ। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଆମେ ସମସ୍ତେ କ'ଣ ସ୍ୱାଧୀନ କି? ଆମେ ଏବେ ତ ବିଭିନ୍ନ ପ୍ରକାର ସ୍ୱାଧୀନତା ହାସଲ କରୁ, କିନ୍ତୁ ଆଜି ଆମେ କ'ଣ ସ୍ୱାଧୀନ କି? କ୍ୟାନ୍ସେଲ୍ କରିଥିଲେ ଯଦି ରାତି 12ଟା ଗୋଟେରେ ଗୋଟେ ନାରୀଟିଏ ରାସ୍ତାରେ ଏକୁଟିଆ ଚାଲି ଚାଲି ଯାଇପାରିବ ତାହେଲେ ଆମେ ଜାଣିପାରିବା ଯେ ଦେଶ ସ୍ୱାଧୀନ ଅଛି। କିନ୍ତୁ ଆଜି ଏଭଳି ପରିସ୍ଥିତି ଘଟିଲାଣି ଆମେ ବହୁତ ଆଗକୁ ଯାଇପାରିବାନି ଟେକ୍ନୋଲୋଜିରେ, କିନ୍ତୁ ଆମ ଦେଶ ଏଭଳି ପରିସ୍ଥିତିରେ ପହଞ୍ଚିଛି ଯେ ରାତି କ'ଣ ଦିନ ବେଳେ ବି ଗୋଟେ ନାରୀଟେ ନିଜକୁ ସୁରକ୍ଷିତ ମନେ କରିବ। ତେଣୁ ଆମେ ଆଜି ସ୍ୱାଧୀନତା ଦିବସ ପାଳନ କଲେ ବି ସ୍ୱାଧୀନ ସମ୍ପୂର୍ଣ୍ଣ ରୂପରେ ହେଇଯିବ। କିନ୍ତୁ ଆମେ ସ୍ୱାଧୀନତା ଦିବସ ପାଳନ କରୁଛେ, ପାଳନ କରିବା। ସ୍ୱାଧୀନତା ଦିବସ ଦିନ ସମସ୍ତଙ୍କ ମନରେ ଦେଶ ପ୍ରତି ଜାଗୃତ ହୁଏ, କିନ୍ତୁ ଅନ୍ୟ ଦିନ ଦେଖିବାକୁ ମିଳେନି। ତେଣୁ ସମସ୍ତଙ୍କୁ ଅନୁରୋଧ କରିବି ଆଜି ଯେମିତି ଆମେ ଦେଶ ପ୍ରେମ ମନରେ ଜାଗ୍ରତ କରୁଛୁ, ଠିକ୍ ସେଇଭଳି ସବୁବେଳେ ଆମେ ଆମର ଭାରତ ମାତାକୁ ଭଲ ପାଇବା ଆଉ ନାରୀମାନଙ୍କୁ ସମ୍ମାନ କରିବା। ଗୋଟେ ଦେଶର ନାଗରିକ ହିସାବରେ ଯାହା ଯାହା କର୍ତ୍ତବ୍ୟ ଆମେ କରିବାକୁ କେବେ ହେଲେ ହେଳା କରିବାନି। ଠିକ୍ ଅଛି, ଯେମିତି ସମସ୍ତ କାର୍ଯ୍ୟାଳୟରେ ଶିକ୍ଷାନୁଷ୍ଠାନ ହେଲେ ସବୁ ଜାଗାରେ ଯେମିତି ପାଳନ ହୁଏ, ଠିକ୍ ସେଇଭଳି ଆମର ଏଇ ଏକଲବ୍ୟ ଏକାଡେମୀରେ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ମୁଁ ବେଶୀ କିଛି କହିବାକୁ ଚାହୁଁନି। ଆମର ଅନୁଷ୍ଠାନର ପ୍ରତିଷ୍ଠାତା ରାଜୁ ସାର୍ଙ୍କୁ ଅନୁରୋଧ କରିବି ସେ ତାଙ୍କ ମୁଖରୁ ଦୁଇପଦ ବକ୍ତୃତା ପ୍ରଦାନ କରିବେ। ଆମ ଅନୁଷ୍ଠାନରେ ଦୀର୍ଘ 10 ବର୍ଷ ଧରି ଆମେ ଏହି ଦିବସକୁ ପାଳନ କରୁଛେ। ତ ଆଜିର ଦିବସଟି ଆମେ ସାରା ଭାରତବର୍ଷରେ ଏହାକୁ 79ତମ ସ୍ୱାଧୀନତା ଦିବସ ରୂପେ ସମସ୍ତ ସରକାରୀ କାର୍ଯ୍ୟାନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ବିଦ୍ୟାଳୟ, ବିଭିନ୍ନ ପ୍ରକାର ବ୍ୟାଙ୍କ, ସମସ୍ତ ପ୍ରକାରର ଅର୍ଥନୀତି ବିଭାଗରେ ଆମେ ଏହାକୁ ଅତି ଆଡ଼ମ୍ବରପୂର୍ଣ୍ଣ ଭାବରେ ପାଳନ କରୁଛୁ। ଏବଂ ଏହାକୁ ଆମ ଭାରତର ପ୍ରଧାନମନ୍ତ୍ରୀ, ସ୍ୱାଧୀନ ଦେଶର ପ୍ରଧାନମନ୍ତ୍ରୀ ଏହାକୁ ଲାଲକିଲ୍ଲାଠାରେ ପତାକା ଉତ୍ତୋଳନ କରନ୍ତି। ଆମେ ସମସ୍ତେ ଅବଗତ ଅଛେ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଆମ ଦେଶ ସ୍ୱାଧୀନ ହୋଇଥିଲା। ଆମେ ନିଜକୁ ସ୍ୱାଧୀନ କରିଥିଲେ ସତ, କିନ୍ତୁ ଦୁଃଖଦ କାରଣ ହେଉଛି ଯେ ଆମେ ଏବେ ବି ପ୍ରଯୁକ୍ତି ବିଦ୍ୟାରେ ପରାଧୀନ ଅଛେ। ବ୍ୟକ୍ତିଗତ ଏବଂ ସ୍ୱାଧୀନତା ଦୃଷ୍ଟିରୁ ଆମେ ଏବେ ବି ପରାଧୀନ ହୋଇ ରହିଛେ। ବାସ୍ତବରେ ପରାଧୀନତାର ଅନେକ କାରଣ, ନିଗୂଢ଼ କାରଣ ଗୁଡ଼ିକ ଉଠି ରହିଛି। ତନ୍ମଧ୍ୟରୁ ଆମେ ଅଶିକ୍ଷିତ ଏବଂ ଆମ ପାଖରେ ଶିକ୍ଷାର ଅଭାବ ହେତୁ ଆମେ ଆମ ଦେଶର ଯେଉଁ ସମ୍ବିଧାନ ରହିଛି, ଯେଉଁ ଅଧିକାର ରହିଛି, ସେ ଅଧିକାର ସମ୍ବନ୍ଧରେ ଆମେ ଏବେ ବି ଅବଗତ ନାହିଁ। ସେଥିପାଇଁ ଆମେ ବିଭିନ୍ନ କାରଣରୁ ଆମେ ଆଜି ପର୍ଯ୍ୟନ୍ତ ଆମ ନିଜର ଅଧିକାର ଆମେ ପାଇପାରୁନାହିଁ। ଆଜି ଗରିବ ସମାଜର ବ୍ୟକ୍ତିବିଶେଷକୁ ନିଜର ସମସ୍ତ ପ୍ରକାରର ଅଧିକାର ଥାଇ ମଧ୍ୟ ସେ ସବୁ କ୍ଷେତ୍ରରେ ଆଜି ନ୍ୟାୟ ପାଉନାହିଁ। ଯେଉଁ ସ୍ୱାଧୀନ ଭାରତର ସଂଗ୍ରାମୀମାନେ ଆମ ଦେଶକୁ ସ୍ୱାଧୀନତା ପ୍ରଦାନ କରି ଯାଇଛନ୍ତି, ସେମାନଙ୍କୁ ଆମେ ସମ୍ମାନ ଦେଉଛେ, କିନ୍ତୁ ସେମାନଙ୍କର ବକ୍ତବ୍ୟ, ସେମାନେ କହିଯାଇଥିବା ପ୍ରତ୍ୟେକ କଥୋପକଥନକୁ ଆଜି ଆମେ ଗ୍ରହଣ କରୁନାହିଁ। ସବୁଠାରୁ ମୂଳ କାରଣ ହେଉଛି ଆମର ପରାଧୀନତାର କାରଣ ଇମ୍ପ୍ଲିମେଣ୍ଟେସନ୍। ଆମେ ଏହାକୁ ବ୍ୟବହାର କରୁନାହିଁ। ଆମେ ସମସ୍ତଙ୍କୁ ସମ୍ମାନ ଦେଉଛେ। ଆମେ ମହାତ୍ମା ଗାନ୍ଧୀ ହୁଅନ୍ତୁ, ସୁଭାଷ ଚନ୍ଦ୍ର ବୋଷ ହୁଅନ୍ତୁ, ଲାଲ ଲାଜପତ ରାୟ ହୁଅନ୍ତୁ, ବିପିନ ଚନ୍ଦ୍ର ପାଲ ହୁଅନ୍ତୁ, ଆମେ ମଧୁସୂଦନ ହୁଅନ୍ତୁ, ଆମେ ସମସ୍ତଙ୍କୁ ସମ୍ମାନ ଦେଉଛେ, କିନ୍ତୁ ସେମାନେ ଯେଉଁ କହିଯାଇଥିବା ବାଣୀକୁ ଆମେ ବହୁତ ଭୁଲି ଯାଇଛେ। ତେଣୁ ଆମେ କେବଳ ଏହି ଦିନଟିକୁ, ଏହି ଦିବସଟିକୁ ମନେ ରଖିବା ପାଇଁ
ଏହାକୁ ଜାକଜକମରେ ପାଳନ କରୁଛେ, କିନ୍ତୁ ବାସ୍ତବିକ ରୂପେ ଆମେ ଏହାର ମୂଳ ନିଗୁଡ଼ତାକୁ ବୁଝିନା। ଏହାକୁ ପ୍ରତ୍ୟେକ କାର୍ଯ୍ୟାନୁଷ୍ଠାନରେ ପାଳନ କରାଯାଏ, କିନ୍ତୁ ବର୍ଷ ତମାମ 364 ଦିନ ପର୍ଯ୍ୟନ୍ତ ଏହାକୁ ଆମେ ସମ୍ପୂର୍ଣ୍ଣ ରୂପେ ଏହାର ମୂଳ ସାରକୁ ଭୁଲି ଯାଇଥାଉ। ବାସ୍ତବିକ ରୂପେ ଆଜି ଆମ ଦେଶ 7ଟି ବୃହତ ମହାଦେଶ ମଧ୍ୟରେ ଏକ ବିକଶିତ ରାଷ୍ଟ୍ର, ଯେଉଁ ରାଷ୍ଟ୍ରରେ ଆମର 145 କୋଟିରୁ ଉର୍ଦ୍ଧ୍ୱ ଜନସଂଖ୍ୟା ମଧ୍ୟରେ ଆମର 22ଟି ସାମ୍ବିଧାନିକ ଭାଷାରେ ଲୋକମାନେ କଥୋପକଥନ କରନ୍ତି ଏବଂ ଏହାର 1600ଟି ଉପଭାଷା ରହିଛି। ଏଥିରେ ଆମର ପାଖାପାଖି 4000ରୁ ଉର୍ଦ୍ଧ୍ୱ ଜାତି ରହିଛି, 2500 ପ୍ରକାର ଉପଜାତି ରହିଛି ଏବଂ ଭାରତବର୍ଷରେ ଆମର 8ଟି ବିଶେଷ ଧର୍ମ ରହିଛି। ତେଣୁ ସେଥିପାଇଁ ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଆମର ସନାତନ ଧର୍ମ ବା ହିନ୍ଦୁ ଧର୍ମ ବିଶେଷ କରି ବହୁଳ ଭାବେ ଆମ ଭାରତବର୍ଷ ରହିଛି ଏବଂ ଆମେ ନିଜେ ହିନ୍ଦୁସ୍ତାନ ରୂପେ ଆମେ ହିନ୍ଦୁସ୍ତାନରେ ରହି ହିନ୍ଦୁ ହୋଇ ଆମେ ନିଜକୁ ଗୌରବାନ୍ୱିତ କରୁଛୁ ଏବଂ ଆମ ଦେଶ ଆଜି ବିଶ୍ୱଗୁରୁ ରୂପେ ପରିଗଣିତ ହୋଇଛି। ସ୍ୱାଧୀନ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୁଲଚାନ୍ଦ ମୋଦି, ଯିଏକି ଆମ ଭାରତବର୍ଷକୁ 2012 ମସିହା ଠାରୁ ଏକ ବିଶ୍ୱଗୁରୁ ରୂପେ ପରିଗଣିତ କରିବା ପାଇଁ ଯେଉଁ ଶପଥ ନେଇଥିଲେ, ସେହି ଶପଥ ଆଜି ଆମ ଭାରତବର୍ଷ ବିଶ୍ୱ 256ଟି ରାଷ୍ଟ୍ର ମଧ୍ୟରେ ଆମ ଭାରତ 4 ନମ୍ବର ରାଷ୍ଟ୍ରନୈତିକ ଅର୍ଥନୈତିକ ଦୃଷ୍ଟିକୋଣରୁ 4 ନମ୍ବର ଅର୍ଥନୈତିକ ରାଷ୍ଟ୍ର ଆଜି ପରିଗଣିତ ହୋଇଛି। ଆଜି ଭାରତ ଯେଉଁ ଦଳିତ ରାଷ୍ଟ୍ରରେ ପରିଗଣିତ ହୋଇଥିଲା, ସେହି ଦଳିତ ରାଷ୍ଟ୍ର ଆଜି ଭାରତ ଆମର ବିକଶିତ ରାଷ୍ଟ୍ରରେ ପରିଗଣିତ ହୋଇଛି ଏବଂ ସେଥିପାଇଁ ଆମର ପ୍ରଧାନମନ୍ତ୍ରୀ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ପ୍ରକାରର କ୍ୟାବିନେଟ୍ ମନ୍ତ୍ରୀ, ବିଭିନ୍ନ ପ୍ରକାର ଅର୍ଥମନ୍ତ୍ରୀ, ଯେତେ ସବୁ ମନ୍ତ୍ରୀ ରହିଛନ୍ତି ସେ ସମସ୍ତଙ୍କର ମନ୍ତ୍ରୀମାନଙ୍କର ସହଯୋଗ ରହିଛି ଏବଂ ଆଜି ଯଦି ଆମେ ଭାରତବର୍ଷକୁ ସମ୍ପୂର୍ଣ୍ଣ ରୂପେ ବିକଶିତ ଆଡ଼କୁ ନେଇଯିବା, ସେଥିପାଇଁ ଆମ ଭାରତ ସମାଜରେ ଯୁବକ ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀ ବିଦ୍ୟାର୍ଥୀମାନଙ୍କର ଗୁରୁତ୍ୱ ରହିଛି ଏବଂ ପ୍ରତ୍ୟେକ ଶିକ୍ଷାର୍ଥୀ ଗଣତନ୍ତ୍ରରେ ସହଯୋଗ କରନ୍ତୁ, ଗଣତନ୍ତ୍ରରେ ନିଜର ଲୋକମାନଙ୍କର ପ୍ରତିନିଧି ରୂପେ ଛିଡ଼ା ହୋଇ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରନ୍ତୁ ଏବଂ ଗଣତନ୍ତ୍ର ସଫଳତା ହାସଲ କରୁ। ଯେଉଁ ଗଣତନ୍ତ୍ର ପାଇଁ ଆମ ଦେଶ ସ୍ୱାଧୀନତା ହାସଲ କରିଥିଲା, ସେହି ଗଣତନ୍ତ୍ର ରାଜତନ୍ତ୍ର ଲୋପ ପାଇ ଗଣତନ୍ତ୍ର ଆପଣେଇ ନେଇଥିଲା, ସେହି ଗଣତନ୍ତ୍ର ଆଜି ଆମ ଭାରତବର୍ଷରେ 79ତମ ସ୍ୱାଧୀନତା ଦିବସ ଆଜି ପାଳନ କରୁଛୁ। ସେଥିପାଇଁ ଆମେ ଆଜି ଏକଲବ୍ୟ ଏକାଡେମୀ ଛାତ୍ର ଦଳ ରହି ଆମେ ଆଜି ନିଜକୁ ଗୌରବାନ୍ୱିତ କରୁଛେ। ଆମ ଗହଣରେ ଉପସ୍ଥିତ ଅଛନ୍ତି ଆମର ଜଷ୍ଟ କରିବୁ ସେବା ସଂଘ ଆଠଗଡ଼ର ସମ୍ପାଦକ ଶେଖର ସାର୍। ମୁଁ ତାଙ୍କ ଅନୁରୋଧ କରିବି ସେ ଆମକୁ ନିଜ ମୁଖରୁ 2 ପଦ କଥା पताका उत्तोलन ପାଇଁ ମୁଁ ସାର୍ଙ୍କୁ ଅନୁରୋଧ କରିବି ସାର୍ ପତାକା ଉତ୍ତୋलन। भारत भाग्य विधाता पंजाब सिंधु गुजरात मराठा द्राविड़ उत्कल बंगा विंध्य हिमाचल यमुना गंगा उच्छल चलचितरंग तब शुभ नामे जागे तब शुभ आशीष मांगे
गाए तब जय गाथा। जन गण मंगल नायक जय हे भारत भाग्य विधाता। जय हे जय हे जय हे जय 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 हे। देव मानी वन्दे उत्कल जननी वन्दे उत्कल जननी। चारुभाषमयि चारुभाषमयि चारुभाष्यमयि चारुभाष्यमयि जननी 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 वन्दे उत्कल जननी वन्दे उत्कल जननी वन्दे उत्कल जननी। भूतपयोधित धौत शरीर पारतमाल सुशोभित तीर शुभ शिखर समीर जननी 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 वन्दे उत्कल जननी वन्दे उत्कल जननी वन्दे उत्कल जननी। विराजित रंग दीनबुधरसाज तरंग कारुणिक चारु विहंग जननी 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 वन्दे उत्कल जननी वन्दे उत्कल जननी वन्दे उत्कल जननी। सुंदरस्वामी शोभित तीर्थ ज्ञान विज्ञान सुशोभिनी पुत्र जोगी ऋषि गण उठत पवित्र जननी 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 वन्दे उत्कल जननी वन्दे उत्कल जननी वन्दे उत्कल जननी। सुंदर मंदिर मंडित देश चारुकला बड़ी शोभित वेश पुण्यतीर्थ जय पुण्य प्रदेश जननी 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 वन्दे उत्कल जननी वन्दे उत्कल जननी वन्दे उत्कल जननी। उत्कल सुरवर दर्पित गेह हरिकुल शोणित चर्चित गेह विश्वभूमण्डल कृतवर स्नेह जननी 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 वन्दे उत्कल जननी वन्दे उत्कल जननी वन्दे उत्कल जननी। कविकुल मौळि सुनन्दन वन्द्य भूमन विभूषित कीर्ति अनिन्द्य धन्ये पुण्ये चिरशरण्ये जननी 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 वन्दे उत्कल 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 जननी। भारत माता की जय भारत माता की जय भारत माता की जय जातीय पक्का की जय जातीय पक्का की जय जातीय पक्का की जय महात्मा गांधी की जय महात्मा गांधी की जय महात्मा गांधी की जय सुभाष बोस की सुभाष बोस की सुभाष बोस की जवाहरलाल नेहरू की जवाहरलाल नेहरू की जवाहरलाल नेहरू की वंदे वंदे मातरम वंदे मातरम जय जवान जय किसान जय जवान जय किसान जय जवान जय किसान। इनकलाब जिंदाबाद इनकलाब जिंदाबाद इनकलाब जिंदाबाद। स्वाधीनता दिवस स्वाधीनता दिवस स्वाधीनता दिवस। आज स्वाधीनता दिवस उपलक्षे आम समस्ते चिरस्मरणीय हो रही आम समस्त स्वाधीनता संग्रामी मान आम एक मिनिट निर प्रार्थना करी आम स्वाधीनता दिवस को संग कर।
आम पाखे उपस्थित थिबा जस्ट फॉर यू सेवा संघर संपादक परिचालक आज आम यही शुभ दिवस रे वृक्षारोपण कार्यक्रम रखीचु जहाँकि आमर जुलाई रु अगस्त मास मध्य वृक्षारोपण मास बा वृक्षारोपण सप्ताह पालन हुए और यही समय गड़ी जाइथिबा सत्वे आम यहाँ आमर समस्त अनुष्ठान समस्त छात्र छात्री मान सहित आम सहयोग स्थापन करी आम आज वृक्षारोपण कार्यक्रम को आगे